भुवनेश्वर पटिया निकटस्थ इन्फोसिस श्री साईनाथ मंदिर राजधानी एक प्रमुख स्थान में अवस्थित यह मंदिर भव्य परिवेश सुंदर मंदिर सबुबले लोकंकर ध्यान आकर्षण करुथाए। निकटरे यह मंदिरर 10तम वार्षिक उत्सव बेस उत्साहर सह पालन करा जायछि। एथिरे प्राय 5000 ऊर्ध्व श्रद्धालु जोग देइथिले। संध्या समय किंचित श्रद्धावृष्टि होइथिला। समस्तक मनरे आशंका थिला जे वर्षा जोगु वार्षिक उत्सव बाधा प्राप्त हेबो। प्रसाद सेवन मध्य करिबा असंभव हेबो, किंतु बाबा भक्तंक मन कथा बुझंती। श्रद्धालुंकु केबे निराश करंती नाही। श्रद्धालुंक मन कथा बाबा जानि पारिथिले। ठारू आरंभ करी पालिंकी शोभायात्रा एवं भजन संध्या एथि सहित प्रसाद सेवन समस्त कार्य सुरुखुरुरे संपन्न होइथिला। कारण वृष्टिपात कम थिला, कहिबाकू गले वर्षा आउ होई नथिला। समस्त एककालीन बाबांकू अनुरोध करथिले आ बाबा कथा रखिथिले। बोधहुए सेइथिपई वृष्टिपात कम होइथिला। तेबे एही अवसर रे मंदिर कमिटी पक्षरु आयोजित होइथिला संवर्धना सभा। एही अवसर रे मंदिर कमिटी पक्षरु आयोजित होइथिला संवर्धना सभा। साई 7 टीवी प्रतिष्ठाता डॉक्टर जीतू जेना को संवर्धित करा जायछि। संवर्धित करिथिले सदस्य वृंद। बाबांक अलौकिकता एवं कृपार प्रसार संपर्क रे डॉक्टर जीतू जेना अनुभव कहिथिले। बाबांक कृपारु समस्त कार्य शांति श्रृंखलार सहित संपन्न होइथिला। अनेक श्रद्धालु प्रसाद सेवन करने सहित भजन समारोहर आनंद उठाइथिले। सारा परिवेश रे गुंजरित हेउथिला साई कृपामृत। वार्षिक प्रतिष्ठा उत्सव ए उत्सव रे उभरे लेखा जी स्मृति। ओम साईराम। मो रविंद्र कुमार पाठी जन अध्यापक एवं ए मंदिर इन्फोसिस साई मंदिर मु परिचालन दायित्व अछि। आज आम मंदिर 10वा वार्षिक उत्सव। ए मंदिर वार्षिक उत्सव उपलक्षे 2 दिन धरि आम वार्षिक उत्सव चलता। काली थिला कलश यात्रा 101 कलश यात्रा आम मंदिर शोभायात्रा सहित समस्ते आसीथिले एवं प्रशासन को जाइए। आज सका बाबा महास्नान होता जो मैंने कलशात्रा से आज बाबा महास्नान जोगदे आज महास्नान सरवा बाबा 1650 पूजा गो पूजा मध्याह्न आरती एवं तापर आम मंदिर संध्या बेले बाबा संध्या आरती सरवा बाबा मालिकी शोभायात्रा एवं भजन संध्या एवं समस्त प्रसाद सेवन व्यवस्था एवं गोटे वार्षिक उत्सव बाबा सेवा एवं बाबा समर्पण भाव विषय में एक कहवाक चाहूँगी। आज आम मंदिर समस्ते
ଜାଣିଥିଲେ ଆଜି ବର୍ଷା ହେଉଛି ଏବଂ କ'ଣ କରିବା ଏବଂ ମନ୍ଦିରରେ ଏତେ ସବୁ ଆୟୋଜନ କଲା ପରେ ବାବାଙ୍କର ସମର୍ପଣ ଭାବ ଏବଂ ଭାବ ଯେପରି ଥିଲା ମୋର ସେତିକି ବାବାଙ୍କ ପ୍ରତି ସମର୍ପଣ ଭାବ ଥିବାରୁ ବାବାଙ୍କ ପ୍ରତି ସେତିକି ମୋର ବିଶ୍ୱାସ ଥିଲା ଆଜି ଯାହା ମୁଁ କିଛି କରୁଛି ଆଜି ବାବାଙ୍କର ହେଉଛି ଏବଂ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ ଯେଭଳି ବର୍ଷା ସନ୍ଧ୍ୟାବେଳେ ହେଲା ସମସ୍ତେ କହିଲେ ପାଲିଙ୍କି ଶୋଭାଯାତ୍ରା ବାହାରିବ କି ନା ଏବଂ ବର୍ଷା ଯାହା ହେଇଛି ଆଜି ସବୁ ନଷ୍ଟ ହେବ କିନ୍ତୁ ବାବାଙ୍କ ପାଖରେ ମୁଁ ଆଜି କହିଲି ବାବା ଏ ଭୋଜି ବା ଇଏ ବାର୍ଷିକ ଉତ୍ସବ ଯାହା କରୁଛି ଆପଣମାନେ ଆଜି ଯାହା କିଛି କରିବେ ଆପଣଙ୍କର ସବୁ ସମ୍ପାଦନ କରିବେ ସେତିକି ମୁଁ କହିଛି ତାପରେ ଦେଖିବି ବାହାରିଲା ବେଳକୁ ବର୍ଷା ଛାଡ଼ିଗଲା ଏବଂ ଯେମିତି ପାଲିଙ୍କି ଶୋଭାଯାତ୍ରା ବାହାରିବା କଥା ବାହାରିଲା ଏବଂ ଯେତେ ଲୋକଙ୍କ ପାଇଁ ପ୍ରସାଦ ପ୍ରସ୍ତୁତି ହେଇଥିଲା ତାଠୁ ଅଧିକ ଲୋକ ଆସି ଖାଇଲେ ଆଜି ଲୋକ କହିଲେ ଆଜି ସାବିତ୍ରୀ ଅମାବାସ୍ୟା ଖାଇଲେ ଖାଇବେ ନାହିଁ କିନ୍ତୁ ଆଜି ସମସ୍ତେ ଆସି ବାବାଙ୍କ ପ୍ରସାଦକୁ ପ୍ରସାଦ ମନେ କରି ଖାଇଲେ ଏବଂ ସେଥିରେ ମଧ୍ୟ ଦ୍ୱିଧା ମନ କଲେ ନାହିଁ ଏବଂ ଭଜନ ବର୍ତ୍ତମାନ ଚାଲିଛି ସମସ୍ତେ ଆନନ୍ଦରେ ବିଭୋର ହୋଇ ଉତ୍ସବ ମୁଖର ହୋଇଛି ଏ ମନ୍ଦିର ଆଜି ଏତିକି ମୁଁ କହିବି ବାବାଙ୍କ ସମର୍ପଣ ଭାବ ଯେଉଁମାନେ ରଖିଥାନ୍ତି ବାବାଙ୍କ ପ୍ରତି ଯେଉଁମାନେ ବିଶ୍ୱାସ ରଖିଥାନ୍ତି ସେମାନଙ୍କୁ କେବେ ବାବା ଧୋକା ଦିଅନ୍ତି ନାହିଁ ତାହା ଆଜି ପ୍ରମାଣିତ ହେଲା ଏବଂ ଯେଉଁମାନେ ଆଜି ଉପସ୍ଥିତ ଥିଲେ ସେମାନେ ଆଜି ଜାଣିଲେ ଯେ ବାବାଙ୍କର ବିଶ୍ୱାସ ବାବାଙ୍କର ଯେଉଁ ସମର୍ପଣ ଭାବ ଯାହା ପାଖରେ ଥାଏ ତାକୁ କେବେ ସେ ବାବା ନିରାଶ କରନ୍ତି ନାହିଁ ଆଜି ମାନେ ଯେଉଁମାନେ ଆସିଥିଲେ ସେଇଟା ଆଜି ପ୍ରମାଣ ନେଇଗଲେ ଏତିକି ମୁଁ କହିବି ଆପଣଙ୍କ ଜରିଆରେ ଯେଉଁମାନେ ଆଜି ଦେଖିବେ ସେମାନେ ଆଜି ଯେଉଁମାନେ ଉପସ୍ଥିତ ଥିଲେ ସେମାନେ ମଧ୍ୟ ଉପଲବ୍ଧି କରିଥିବେ ବାବାଙ୍କର ଭାବ ସମର୍ପଣ ଭାବ ଏବଂ ନିଷ୍ଠା ଯେଉଁମାନେ ରଖିବେ ସେମାନଙ୍କ ପ୍ରତି ବାବା କେବେ ଉଦାସ ମନୋଭାବ ରଖିବେ ନାହିଁ ଏତେ ଯେଉଁ ଆଜି ସମସ୍ତେ ପ୍ରମାଣିତ ହୋଇଛନ୍ତି ଏବଂ ବାବାଙ୍କୁ ମୁଁ କୋଟି କୋଟି ପ୍ରଣାମ ଏବଂ ଯେଉଁମାନେ ଆଜି ବାବାଙ୍କର ଏହି 10ମ ବାର୍ଷିକ ଉପଲକ୍ଷେ ମାନେ ଆସିଛନ୍ତି ଏବଂ ଆଜି ମନ୍ଦିରରେ ଆମ ସମସ୍ତ ଯେତେ ସବୁ ଶିରିଡ଼ି ସାଇ ମନ୍ଦିର ଅଛି ଭୁବନେଶ୍ୱରରେ ସବୁ ମନ୍ଦିରରେ କର୍ମକର୍ତ୍ତାଙ୍କୁ ଆମେ ନିମନ୍ତ୍ରଣ କରିଥିଲୁ ସେମାନେ ମଧ୍ୟ ଆଜି ଆସିଥିଲେ ଏବଂ ଆଜି ବାବାଙ୍କର ସେମାନେ ଯେଉଁ ଭଜନ ପ୍ରସାଦ ସେବନ ଗ୍ରହଣ କରିଲେ ଏବଂ ଏତେ ଆନନ୍ଦ ଲାଗିଲା ବାବାଙ୍କ ପାଖରେ ମୁଁ ଆଜି ଚିର କୃତଜ୍ଞ ଓମ୍ ସାଇରାମ।